ଓଡ଼ିଆ ଗ୍ରାମାରରେ କିଛି ପ୍ରଶ୍ନ ଆସେ, ଯେଉଁ ପ୍ରଶ୍ନ ହଠାତ୍ ମନକୁ ଦ୍ୱନ୍ଦ୍ୱ ସୃଷ୍ଟି କରେ। 51 ନମ୍ବର କ୍ୱେଶ୍ଚିନ୍ ଦେଖନ୍ତୁ, ବାକ୍ୟ ରୂପ କେତେ ପ୍ରକାର? ଏହା ହଠାତ୍ ପାଠ ପଢ଼ିଥିବା ପିଲା ପାଇଁ ବି ଚ୍ୟାଲେଞ୍ଜ ସୃଷ୍ଟି କରେ। ଆନ୍ସର୍ କ'ଣ ହେବ? 51 ପ୍ରଶ୍ନ ଅପେକ୍ଷା 52 ପ୍ରଶ୍ନ ଟିକେ ସହଜ। ଏହାକୁ କେବଳ ମନେ ରଖିବାକୁ ହୁଏ, କିନ୍ତୁ 11 ନମ୍ବର ପ୍ରଶ୍ନ ବୁଝିବାକୁ ହୁଏ, 53 ନମ୍ବର ପ୍ରଶ୍ନ ବୁଝିବାକୁ ହୁଏ। କିଛି ପ୍ରଶ୍ନ ମନେ ରଖିବାକୁ ହୁଏ, କିଛି ପ୍ରଶ୍ନ ବୁଝିବାକୁ ହୁଏ। 54 ନମ୍ବର ପ୍ରଶ୍ନ ମଧ୍ୟ ବୁଝିବା ଆବଶ୍ୟକ ହୁଏ। 55 ନମ୍ବର ମଧ୍ୟ ବୁଝିବା ଆବଶ୍ୟକ ହୁଏ। 56 ନମ୍ବର ମଧ୍ୟ ବୁଝିବା ଆବଶ୍ୟକ ହୁଏ। 57 ମଧ୍ୟ ବୁଝିବା ଆବଶ୍ୟକ ହୁଏ। 58 ଏକ ପ୍ରୟୋଗାତ୍ମକ ଉପରେ ନିର୍ଭର କରେ। 59 ମଧ୍ୟ ସେହି ପ୍ରକାର ପ୍ରାକ୍ଟିସ୍ ଆବଶ୍ୟକ କରେ। ବର୍ତ୍ତମାନ 60 ମଧ୍ୟ ସେ ପ୍ରକାର ବୁଝିବା ଆବଶ୍ୟକ କରେ। ଗ୍ରାମାର ବହି ପଢ଼ିଦେଲେ ହେବ ନାହିଁ, ପ୍ରଶ୍ନ ସହ ଉତ୍ତର କିପରି ହେଲା ତାହାର ଷ୍ଟ୍ରାଟେଜି ବହୁତ ଇମ୍ପୋର୍ଟାଣ୍ଟ ରହୁଛି। ଅଭ୍ୟାସ ବି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। କୋର୍ସ ରିଭିଜନ୍ ଆମେ କାହିଁକି କରୁ? ଏହା ବି ବଡ଼ ପ୍ରଶ୍ନ। ରିଭିଜନ୍ ସମୟରେ ଅନେକ ଷ୍ଟୁଡେଣ୍ଟ ମାନେ ଭାଗ ନିଅନ୍ତି ନାହିଁ। ସେମାନେ ଭାବନ୍ତି ଆମେ ଏହାକୁ ବୁଝି ଯାଇଛୁ। ଠିକ୍ ଅଛି, ବୁଝିବା, ପ୍ରୟୋଗ କରିବା ଏବଂ ପ୍ରଶ୍ନ ଦେଖିବା ପରେ ହଡ଼ବଡ଼େଇ ଯିବା ଏକ ବଡ଼ ଚ୍ୟାଲେଞ୍ଜ ତିଆରି କରେ। ଏହାକୁ ଆମେ କେତେ ଅନୁଭବ କରିଛୁ। ଏହାପରେ ଆପଣ ଉତ୍ତର ମିଳାଇ ପାରିବେ, ତାହା ପୂର୍ବରୁ ନିଜକୁ ଟେଷ୍ଟ କରିବେ। ଯୋଜନାବଦ୍ଧ ଭାବରେ ପଢ଼ିବା ଦରକାର, ଆଉ ସେହି ଯୋଜନାକୁ ସଫଳ କରିବା ପାଇଁ ଟେକ୍ନିକ୍ ଦରକାର। ଆମେ ପ୍ରଥମେ ଆପଣଙ୍କୁ ପ୍ରଶ୍ନ ଦେଲୁ, ତାହାପରେ ଆମେ ଯେଉଁ ଉତ୍ତରଟି ଠିକ୍ ହେବ ତାହାକୁ ଆମେ ସୂଚନା ଦେଲୁ। ଏପରି ଆପଣ ବି କରିପାରିବେ। କେବଳ ଶିକ୍ଷକମାନେ ହିଁ ଯୋଜନା ତିଆରି କରନ୍ତି ଭାବିବା ଭୁଲ। ଯେତେବେଳେ ଷ୍ଟୁଡେଣ୍ଟ ଯୋଜନା ଆରମ୍ଭ କରିବ ନା, ପରୀକ୍ଷା ତା ପାଇଁ ସହଜ ହୋଇପାରିବ। ଏସ୍କେ ଏଜୁକେସନ୍ ଟ୍ରାକ୍ ତରଫରୁ ଷ୍ଟୁଡେଣ୍ଟମାନଙ୍କୁ ପାଠ ପଢ଼ାଯାଏ ନାହିଁ, ବରଂ ସେମାନେ କିପରି ପଢ଼ିବେ ସେ ବିଷୟରେ ପାଠ ପଢ଼ାଯାଇଥାଏ। ଦେଖିବେ, ଅନୁଭବ କରିବେ।